ଜୀବନରେ ସଫଳ ହେବାକୁ ଚାହୁଁଛ କି? ତେବେ ପ୍ରଥମେ ପ୍ରସ୍ତୁତ ହେବାକୁ ପଡ଼ିବ। ହାରିବାକୁ, ଅପମାନ ସହିବାକୁ ଏବଂ ଏକା ହେବାକୁ। ଗୋଟିଏ ଗାଁରେ ଅଜୟ ନାମର ଜଣେ ଛୁଆ ରହୁଥିଲା। ତାଙ୍କ ସ୍ୱପ୍ନ ଥିଲା ଜୀବନରେ କିଛି ବଡ଼ କରିବା, ତାଙ୍କ ପରିବାରର ଦୁଃଖ ଦୂର କରିବା। କିନ୍ତୁ ସମସ୍ୟା କ'ଣ ଥିଲା? ଘରେ ପଇସା ନଥିଲା, ପଢ଼ିବା ପାଇଁ ସୁବିଧା ନଥିଲା ଏବଂ ସବୁଠାରୁ ବଡ଼ କଥା, କେହି ତାଙ୍କୁ ବିଶ୍ୱାସ କରୁନଥିଲେ। ଲୋକେ କହୁଥିଲେ, ତୁ କ'ଣ କରିପାରିବୁ? ତୁମ ପାଖରେ କିଛି ନାହିଁ। ଏହି କଥା ଶୁଣି ଅଜୟ ଭାଙ୍ଗି ପଡ଼ୁଥିଲା। କେତେବେଳେ ସେ ଭାବୁଥିଲା, ସତରେ ମୁଁ କିଛି କରିପାରିବି ନାହିଁ କି? କିନ୍ତୁ ଗୋଟିଏ ଦିନ ତା ମା କହିଲା, ପୁଅ, ଲୋକେ ଯାହା କହୁଛନ୍ତି ସେଟା ସତ୍ୟ ନୁହେଁ। ତୁ ନିଜେ ନିଜକୁ ବିଶ୍ୱାସ କର। ସେହି ଦିନରୁ ଅଜୟର ଜୀବନ ପରିବର୍ତ୍ତନ ହେଲା। ସେ ନିଷ୍ପତ୍ତି ନେଲା, ମୁଁ ପ୍ରମାଣ କରିଦେବି। ସେ ଦିନ ରାତି ଏକ କରି ମେହନତ କରିବାକୁ ଲାଗିଲା। ଦିନେ କାମ କରିଥିଲା, ରାତିରେ ପଢ଼ୁଥିଲା। ଥକି ଯାଉଥିଲା କିନ୍ତୁ ଅଟକୁ ନଥିଲା। ଲୋକେ ହସୁଥିଲେ, ସେ ଚୁପ୍ ରହି କାମ କରୁଥିଲା। ଲୋକେ ତାଙ୍କୁ ଥଟ୍ଟା କରୁଥିଲେ, ସେ ନିଜ ସ୍ୱପ୍ନକୁ ଆଉ ମଜବୁତ କରୁଥିଲା। ସମୟ ବିତିଗଲା। ଦିନ ଏମିତି ଆସିଲା ଯେଦିନ ଫଳାଫଳ ଘୋଷଣା ହେଲା। ସମସ୍ତେ ଆଶ୍ଚର୍ଯ୍ୟ, ଅଜୟ ସଫଳ ହେଲା। ଯେମାନେ ତାକୁ ହସୁଥିଲେ ସେମାନେ ଆଜି ତାଙ୍କୁ ସମ୍ମାନ କରୁଛନ୍ତି। ଯେଉଁମାନେ କହୁଥିଲେ ତୁ ପାରିବୁ ନାହିଁ, ସେମାନେ ଆଜି କହୁଛନ୍ତି ଆମେ ତୁମ ପାଇଁ ଗର୍ବିତ। ଜୀବନ ତୁମକୁ ପରୀକ୍ଷା କରିବ। ଲୋକେ ତୁମକୁ ନିଚା ଦେଖାଇବେ, ସମୟ ତୁମକୁ ଭାଙ୍ଗିବ। କିନ୍ତୁ ଯଦି ତୁମେ ଧରି ରଖିଲ, ତୁମର ସମୟ ନିଶ୍ଚିତ ଆସିବ। ସଫଳତା ସେମାନଙ୍କୁ ମିଳେ ଯେଉଁମାନେ ହାରିଲେ ମଧ୍ୟ ରୂପନ୍ତି ନାହିଁ।